ହାତୀଙ୍କ ତାଣ୍ଡବଲୀଳା ଜାରି ରହିଛି। 3 ଘର ଭାଙ୍ଗିଲେ। ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁସାଖୋରୀ ଗ୍ରାମ ପଞ୍ଚାୟତର ମାଣ୍ଡୁଆ ସାହିରେ ରାତିରେ ହାତୀ ପଲ ପଶି ଟି ଘର ଭାଙ୍ଗି ଦେଇଥିବା ଖବର ଆସିଛି। ଏବେ ପାଟଣା ରେଞ୍ଜର ଏହି ଅଞ୍ଚଳରେ ଏକ 17 ଟିକିଆ ହାତୀପଲ ରହିଛନ୍ତି। ରାତି ହେଲେ ଏମାନେ ବେଶୀ ସକ୍ରିୟ ହୋଇ ଗାଁ ଭିତରକୁ ପ୍ରବେଶ କରୁଛନ୍ତି। ସୂଚନା ମିଳିଛି କି ମାଣ୍ଡୁଆ ସାହିର ସୁନିଆନ ମୁଣ୍ଡା, ଦାଶରଥୀ ମୁଣ୍ଡା ଓ ଟିକୁଲ ମୁଣ୍ଡାଙ୍କ ଘର ହାତୀ ଭାଙ୍ଗି ଦେଇଛନ୍ତି। କାନ୍ଥ ଭାଙ୍ଗି ଘରୁ ହାଣ୍ଡି, ଡେକିଚି, ଗରିଆ ଆଦି ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ଗରିବ ଲୋକଙ୍କ ଘର ଭାଙ୍ଗି ହାତୀମାନେ ସମ୍ପତ୍ତି ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ ବିଭାଗ କର୍ମଚାରୀ ହାତୀଙ୍କୁ ରାତିରେ ଜଙ୍ଗଲକୁ ଘଉଡ଼ାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏବେ ହାତୀ ପଲ ପାଖ ଚିନାମାଳି ପଶି ତଣ୍ଡିଆ ସାହି ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ପୁଣି ବାହାରି କାହାରି ଘର ଭାଙ୍ଗିବାର ସମ୍ଭାବନା ରହିଛି ବୋଲି ଲୋକେ ଆଶଙ୍କା କରିଛନ୍ତି। କେନ୍ଦୁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।